ଅଷ୍ଟମ ପଢ଼ୁଆ ମନ୍ତ୍ରୀଙ୍କୁ ଦିନେ ଡାକି ପଚାରିଲା ତାର ପଞ୍ଚମ ପଢ଼ୁଆ ପୁଅ, ଡାଡ଼ି, ଏ ଚାପ କାହାକୁ କହନ୍ତି ମୋତେ ଟିକେ ବୁଝେଇକି କୁହ। ମନ୍ତ୍ରୀ କହିଲେ, ଆରେ ତୁ ପଞ୍ଚମରେ ପଢ଼ିଲୁଣି ପାଠ, ଆଜି ଯାଏଁ ଜାଣିନାହୁଁ ଚାପ କାହାକୁ କହନ୍ତି? ଘରେ ଆସି ଲଗେଇଛୁ ନାଟ। କେଉଁ ଚାପ ବୁଝିବୁ ତୁ କହ ବାପ ଧନ, ଜଳ ବାୟୁ ରକ୍ତଚାପ ନା ଜ୍ୟାମିତିର ଚିହ୍ନ? ପୁଅ କହିଲା, ଡାଡ଼ି, ଦିଦି ଆମ ହାତରେ କମ୍ପାସ ପେନ୍ସିଲ ଧରି କରୁଥିଲେ ଚିତ୍ର, ଦେଖି ମୋତେ ଲାଗୁଥିଲା ଅତୀବ ବିଚିତ୍ର। ଡାଡ଼ି କହିଲେ, ହୋ ଏଇ କଥା, ହାତକୁ ମୋ ବଢ଼େଇ ଦେ ପେନ୍ସିଲ କମ୍ପାସ, ଅନେଇଥିବୁ ରେ ବାବୁ ହୋଇ ନିର୍ନିମେଷ। ସରଳ ବ୍ୟକ୍ତିର ଯେନେ ନଥାଏ କୁବୁଦ୍ଧି, ଆମ ପ୍ରେସରରେ ହୋଇଯାଏ ସର୍ବକାର୍ଯ୍ୟ ସିଦ୍ଧି। ମିଡ଼ିଆ ବାଲା ବି ଆଜିକାଲି ଆମ ପ୍ରେସରରେ ନ୍ୟୁଜ ଦେଖାନ୍ତି ଆମ ଇଚ୍ଛା ଅନୁସାରେ। ପ୍ରେସର ବିନା ନିରର୍ଥକ ଆମ ରାଜନୀତି, ଆମ ଲୋକେ ୟାକୁ ହିଁ କହିଥାନ୍ତି ଜ୍ୟାମିତି। ପୁଅ କହିଲା, ହୋ ବୁଝିଗଲି ଡାଡ଼ି, ଇଂରାଜୀରେ ତୁମେ ଯାହାକୁ କହୁଛ ପ୍ରେସର, ପରୀକ୍ଷା ଖାତାରେ ବି ନ ଲେଖି ମୋର ଆପେ ଆପେ ବଢ଼ି ଯାଉଛି ନମ୍ବର। ଯାହା ବଳେ ମାମୁଁ ମୋର ବଡ଼ କଣ୍ଟ୍ରାକ୍ଟର, ଅପା ବି କମର୍ସ ପଢ଼ି ବନିଛି ଡାକ୍ତର।